ଆସ ଆମେ ଗପ ଶୁଣିବା। ପୁସ୍ତକର ବିଷୟବସ୍ତୁ ପରିବା ସଭା। ଦିନେ ପରିବାଙ୍କ ସଭା ହେବାକୁ ଥିଲା। ସେହି ସଭାରେ ସଭାପତି ହେବା ପାଇଁ ଫଳମାନଙ୍କର ରାଜା ଆମ୍ବକୁ ଡକାଯାଇଥିଲା। ସମସ୍ତ ପନିପରିବା ଯେତେବେଳେ ଏକାଠି ହେଲେ ସଭାପତି ନିଜ ନିଜ ବିଷୟରେ କିଛି କହିବା ପାଇଁ କହିଲେ। ପ୍ରଥମେ ଲାଲ ଟମାଟୋ ଶାଗୁଆ ମୁକୁଟ ପିନ୍ଧି ଠିଆ ହୋଇ କହିଲା, ମୁଁ ରୂପରେ ଯେମିତି ଗୁଣରେ ବି ସେମିତି। ମୋତେ ତରକାରୀରେ ପକାଇଲେ ତରକାରୀ ସୁଆଦ ଲାଗେ ଓ ସୁନ୍ଦର ବି ଦିଶେ। ମୋତେ ଚଟଣି କରି ଖାଇଲେ ଭାରି ବଢ଼ିଆ ଲାଗେ। ସେତିକିବେଳେ ଶାଗ ଠିଆ ହୋଇ କହିଲା, ତୁ କ'ଣ ମୋ ଠାରୁ ଭଲ? ମୋତେ ଖାଇଲେ ଆଖିକୁ ଭଲ ଦେଖାଯାଏ। ମୋ ରଙ୍ଗ ଏତେ ସୁନ୍ଦର ଯେ ଦେଖିବ ସେ ଅଟକିଯିବ। ଏକଥା ଶୁଣି କଞ୍ଚା କଦଳୀ ଠିଆ ହେଲା। ସେ ବି କହିଲା, ମୋ ଭଜା ଭାରି ସୁଆଦ ଲାଗେ, ପାଟିରୁ ଲାଳ ବାହାରେ, ପିଲାମାନେ ଆନନ୍ଦରେ ଖାଆନ୍ତି। ଆହା କି ମଜା କଦଳୀ ଭଜା। ମୋତେ ପିଲାଠାରୁ ବୁଢ଼ା ସମସ୍ତେ ଖାଆନ୍ତି। ପାଚିଲେ ତ ମୋ କଥା ଆଉ କୁହନା। ଏମିତି ମିଠା ଯେ ଲୋକେ ମୋତେ ବହୁତ ଭଲ ପାଆନ୍ତି। ଏକଥା ଶୁଣି ଅମୃତଭଣ୍ଡା ଠିଆ ହୋଇ କହିଲା, ଲୋକମାନେ ମୋତେ କଞ୍ଚାରେ ବି ଖାଆନ୍ତି, ପାଚିଲେ ବି ଖାଆନ୍ତି। ମୋ ଗୁଣ କ'ଣ କମ୍ କି? ତା କଥା ସରିବା ସଙ୍ଗେ ସଙ୍ଗେ ସଜନା ଠିଆ ହେଲା। ସମସ୍ତେ ଜୋରରେ ହସିଲେ। ସମସ୍ତେ କହିଲେ, ତୋ ରୂପ ତ ବାଜା ବଜାଇବା ବାଡ଼ି ପରି ହୋଇଛି। ସଜନା କହିଲା, ହେଲେ କ'ଣ ହେଲା? ମୋତେ ଯିଏ ତରକାରୀ ଡାଲମା ଭଜା କରି ଖାଇଥିବ ସିଏ ଜାଣିଥିବ ମୋ କଥା। ତାପରେ ଗାଜର ଠିଆ ହୋଇ କହିଲା, ମୋତେ କଞ୍ଚାରେ ସାଲାଡ଼ କରି ଖାଇଲେ ଭଲ ଲାଗେ। ମୋ ହାଲୁଆ ଥରେ ଯିଏ ଖାଇଥିବ ନା କେବେ ଭୁଲିବନି। ସଙ୍ଗେ ସଙ୍ଗେ ବାଇଗଣ କହିଲା, ମୁଁ ହେଉଛି ପରିବାମାନଙ୍କର ରାଜା। ମୋତେ ସବୁ ପ୍ରକାରରେ ତରକାରୀରେ ପକାଯାଏ, ଭଜା ମଧ୍ୟ କରାଯାଏ। ତାପରେ କଲରା ଠିଆ ହେଲା। ସମସ୍ତେ କହିଲେ ତୋତେ ଖାଇଲେ ତ ଯେ ପିତା। କଲରା କହିଲା, ପିତା ଦେହ ପାଇଁ ବହୁତ ଭଲ। ପେଟରେ କୁର୍ମି ହୁଏ ନାହିଁ, ଚର୍ମ ରୋଗ ବି ହୁଏ ନାହିଁ। ଏମିତି ଜଣକ ପରେ ଜଣେ ନିଜର ଗୁଣ ଗାରିମା କହି ଚାଲିଥାନ୍ତି। ଗୋଟିଏ କୋଣରେ ମୂଳା ଚୁପଚାପ ବସିଥାଏ। ସଭାପତି କହିଲେ, କ'ଣ ମୂଳା ମହାଶୟ, ତମର କିଛି କହିବାର ନାହିଁ? ମୂଳା କହିଲା, ମୁଁ ତ ଅମୂଲ ମୂଲ। ମୋତେ କଞ୍ଚା ଖାଇଲେ ରକ୍ତ ସଫା ହୁଏ, ମୋତେ ତରକାରୀ ଖାଇଲେ ଖାଦ୍ୟ ହଜମ ବି ହୁଏ। ସଭାପତି କହିଲେ, ଦେଖିଲ, ମୂଳା ପାଖରେ କେତେ ଭଲ ଗୁଣ ଥାଇ ମଧ୍ୟ ତାର ଗର୍ବ ନାହିଁ। ଆମ ସମସ୍ତଙ୍କୁ ମଣିଷମାନଙ୍କ ସେବା କରିବା ପାଇଁ ଭଗବାନ ତିଆରି କରିଛନ୍ତି। ପରସ୍ପର ମଧ୍ୟରେ ଝଗଡ଼ା ନ କରି ଆମେ ଯଦି ମିଳିମିଶି ଚଳିବା ତାହେଲେ ମଣିଷକୁ ରୋଗ ଦାଉରୁ ରକ୍ଷା କରିପାରିବା। ଏତିକିରେ ଆଜିର ସଭା ଶେଷ ହେଲା। ମୂଳାକୁ କାହିଁକି ସଭାପତି ମହାଶୟ ପରୋକ୍ଷରେ ପ୍ରଶଂସା କଲେ? କାହିଁକି ନା ମୂଳାର ଏତେ ପ୍ରକାର ଗୁଣ ଥାଇ ମଧ୍ୟ ସେ ସର୍ବଦା ନମ୍ର ବିନମ୍ର। ସେଥିପାଇଁ ସଭାପତି ମହୋଦୟ ମୂଳାକୁ ପ୍ରଶଂସା କଲେ। ସଭାପତି ମହୋଦୟ ପୁଣି କ'ଣ କହିଲେ ନା, ଆମେ ଯଦି ସମସ୍ତେ ମିଳିମିଶି ଚଳିବା ତାହେଲେ ମଣିଷକୁ ରୋଗ ଦାଉରୁ ରକ୍ଷା କରିପାରିବା। ସେମିତି ପିଲାମାନେ ଆମେ ଯଦି ସ୍କୁଲରେ ପରସ୍ପର ମଧ୍ୟରେ ସାଙ୍ଗସାଥି ହୋଇ ପାଠକୁ ପଚରାପଚରି ହୋଇ କରିବା, ପରସ୍ପରକୁ ସାହାଯ୍ୟ କରିବା, ତାହେଲେ ଆମେ ବି ପାଠରେ ଥିବା ସମସ୍ୟାର ସମାଧାନର ସୂତ୍ର ସହଜରେ ଖୋଜି ବାହାର କରିପାରିବା। ବିଷୟଟି କିପରି ଲାଗିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆହୁରି ଅନେକ ସୁନ୍ଦର ସୁନ୍ଦର ବିଷୟବସ୍ତୁ ଉପରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍
ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।